षष्ठ अध्याय गर्भावस्था वर्णन। श्री गरुड़ उवाच नरकागत जे जीव माता जठर रे किपरि उत्पत्ति से हुए स इच्छारे गर्भ आदि दुख जेउ परि अछि भक्त केशव ताहा कुहमु तुमर जे भक्त। श्री विष्णुवाच स्त्री पुरुष उभयंक संगम काल रे निरुद्ध होई न जाए रज वीर्य धीरे जेपरि से नरकगत जीव आसे मर्त्य ताहा तुम्बर आगरे कहिबाक सत्य। नारी मानंकर ऋतु दिनर मध्यरे पापी देह उत्पत्ति हुई सुसाध्यरे पूर्वे वृत्तासुरकु जे इंद्र कले हत ब्रह्महत्या पाई के से हेले कलंकित देवराज पद कुटी हईले अयोग्य पाप भारारे ताहांकु घुटिला अभाग्य अमरावती को छाड़ी गले से पलाई मान सरोवरे लुचिले कलाज पाई हाथ पाट हुअन्तेण त्रिभुवन जाक खलबल होइन दुखित सर्वलोक ता देखि चतुरानन मन मध्ये पांची ब्रह्महत्या दोषकु से षष्ठ भागे संची एक एक भाग को जे एक स्थाने रखिले क सृष्टिकर्ता अति ही जतने नारी मानंकर ठारे देले एक भाग ऋतु मध्यरे से आसी हुई संजुग एक भाग रखिले क वृक्ष मानंकरे निर्जा स्वरूपरे से हु पाद पे संचरे एक अंश तहिरु जे अग्नि मध्ये थोई धूम्र होई न पथरे तहिरे दिशई गर्भरे एक भाग जे जरायुरे स्थापी ताहाकु घात करिले ब्रह्म हत्या पापी नदी मध्ये रखिले क जेउ विभागकु नदी शुष्क हुअन्तेण लागई ताहाकु द्वादश मास मध्यरे देले जेउ अंश श्रावण मासरे से हुई प्रकाश एहीपरि षष्ठ स्थाने स्थापी महादोष इंद्र को आनी न बसाइले स्वर्ग देश एणु ऋतुमती नारी हईले कलुषी त्रिदिन ब्रह्म हत्या दोषरे सेही दोषी ऋतुमती नारी जे प्रथम दिवस शरीर ताहार हुए चांडाली सदृश द्वितीय दिन रे ब्रह्म घातिनी पराए तृतीय दिन रे रजकिनी देह हुए एही तीनि दिवस रे पुरुष संगति नरकागत जीवन जे हुई उत्पत्ति पूर्वकृत कर्म रे जे दोष अनुसारे जीव आसीन प्रवेश पुरुष नेत्र रे नेत्रगत स्नायुर मध्यरे प्रवेशीन रेतकुंडे आसीन से करे विचरण लिंग प्रवाहिकारे पसई मातृगर्भे स्त्री पुरुष स्वरूप से धरई सुलभे रज अधिक हईले हई बसे नारी शुक्र अधिक हईले पुंस देह धरी रज बीज समान से हईले टी जान जामल हई न जात हईबे संतान एही परिस्थित जहु हुई गर्भरे एक रात्र रही से फेणर आकारे पंचरात्रे हुई से बुद्बुद स्वरूप दश रात्रे हुई से बिदरी जद्रूप तहिरु कठिन हई त्रिंश दिन जाए अंडा प्रमाणे मातार जरायुरे थाए
ମାସ ଊର୍ଦ୍ଧ୍ୱ ହୁଅନ୍ତେଣ ଶିର ହସ୍ତ ଜାତ ଅଙ୍ଗମାନରୁ ଜନ୍ମଇ ଶରୀର ସଂଜାତ ନଖଲୁମ ଅସ୍ଥି ଚର୍ମାଦିର ଲିଙ୍ଗ ଛିଦ୍ର 3 ମାସରେ ନିର୍ମାଣ ହୁଏ ଅତି କ୍ଷୁଦ୍ର ଚତୁର୍ଥ ମାସରେ ସପ୍ତ ଧାତୁ ହୁଏ ଜାତ ক্ষুধা ତୃଷା ପଞ୍ଚମ ମାସରେ ଯେ ଜନିତ ଷଷ୍ଠ ମାସରେ ଚର୍ମର ହୁଅଇ ଘୋଡ଼ଣୀ ଦକ୍ଷିଣ କକ୍ଷରେ ସେହୁ କରଇ ଭ୍ରମଣୀ ମାତା ଯାହା ବଖଇ ଅନ୍ନ ଜଳମାନ ପଚନେ ଅବଶିଷ୍ଟ ଯେ ରସ ଉତ୍ପାଦନ ଆପାୟନୀ ନାଡ଼ି ତାର ନାଭିରୁ ସମ୍ଭୂତ ମାତା ଗର୍ଭ ସୁଶିରରେ ହୁଅଇ ମିଳିତ ସେହି ନାଡ଼ରେ ଆସଇ ମାତୃଠାରୁ ରସ ତାହା ଖାଇ ଦେହ ତାର ହୁଅଇ ସନ୍ତୋଷ ଏହି ପ୍ରାୟ ବିଷ୍ଟାମୂତ୍ର ଗର୍ଭରେ ଶୟନ ଜନ୍ତୁ ଦେହରୁ ଜନ୍ତୁ ଯେ ହେଉଛି ଉତ୍ପନ୍ନ ଗର୍ଭାଦି ଦୁଃଖ ଯାହାକି ପ୍ରଶ୍ନ କଲ ତୁମ୍ଭେ ତହିଁର ପ୍ରତି ଉତ୍ତର କହୁଅଛୁ ଆମ୍ଭେ ଆବଦ୍ଧରେ ଗର୍ଭେ ଥାଇ କୁର୍ମୀ ମାନଙ୍କରେ କ୍ଷତ ଯେ କରୁଥାନ୍ତି ଯେ ସର୍ବାଙ୍ଗ ଯାକରେ କୋମଳ ଶରୀରେ ତା ପାଏ ବଡ଼ ବ୍ୟଥା ଭକ୍ଷଣରେ ଅସମର୍ଥ ବନ୍ଧନ ଅବସ୍ଥା ପ୍ରତିକ୍ଷଣେ ମୂର୍ଚ୍ଛା ପାଇ ହୁଏ ବଡ଼ କ୍ଲେଶୀ ସେବାଧାରେ ক্ষୁଧା ପାଇ ହୁଏ ବଡ଼ ତୃଷୀ ତିକ୍ତ ରାଗ ଉଷ୍ଣ ଲବଣରୁ ଯେ ସେ ଖାଇ ଅମ୍ଳ ପଦାର୍ଥ ଖାଇ ନ ବ୍ୟାକୁଳେ ବୋଲଇ ମାତୃଭୁକ୍ତ ଦ୍ରବ୍ୟରେ ସେ ରସ ଭୋଗୀ ହଇ ସର୍ବାଙ୍ଗରେ ବେଦନା ତା କ୍ଷଣକେ ଜନ୍ମଇ ତହିଁରୁ ଯିବାକୁ ସେହୁ ଯେତେ ଚେଷ୍ଟା କରେ ନିରୁଦ୍ଧ ହୋଇ ନ ଥାଏ ପ୍ରାଚୀର ପ୍ରକାରେ ଆଲୁଡ଼ନ କରଇ ଶିରରେ ବେନି କୃଖି ବକ୍ର ଶିର ପୃଷ୍ଠ ନ ପାରିଲେ ଯେ ସଳଖି ଅଙ୍ଗ ଚେଷ୍ଟା ମାନ ତାର ସେ ନୁହଇ କିଛି ଶଙ୍କିତେ ପିଞ୍ଜରା ମଧ୍ୟ ଥାଏ ଯେନେ ପକ୍ଷୀ ପୂର୍ବ କର୍ମ ବଶରେ ସେ ଗର୍ଭ ମଧ୍ୟ ଥାଇ ଗତ ଜନ୍ମର ବାରତା ସ୍ମରଣ ହୁଅଇ ତାହା ସୁମରିନ ଦୀର୍ଘ ନିଶ୍ୱାସ ଛାଡ଼ଇ କଦାପି ଆଉ ସେ ସୁଖ ମତେ ନ ମିଳଇ ସପ୍ତବନ୍ଧନରେ ଥାଇ ପ୍ରସାରି ଅଞ୍ଜଳି ମାଗଇ ନାଥ ହେ ମତେ କର ଶୁଦ୍ଧଶାଳୀ ବ୍ୟାକୁଳ ଜଣାଣ ମୁଇଁ କରୁଛି ଗୋସାଇଁ ମାତା ଗର୍ଭରେ ରହିଣ ବଚନ କହଇ ଶପଥ ମାସ ଯହୁଁ ହଇବ ପରବେଶ ସୂତିକା ବାୟୁ ପୂର୍ଣ୍ଣ ହଇବ ଗର୍ଭଦେଶ ସୂତି ମାରୁତି ଦୁହେଁ ନୁହନ୍ତି ଯେ ଏକତ୍ର ବିଷ୍ଟାପୂର୍ଣ୍ଣ ଉଦରେ ବସଇ ଦିବାରାତ୍ର ଜୀବ ଉବାଚ ଲକ୍ଷ୍ମୀ ରମଣ ଜଗତ ଆଧାର ପୁରୁଷ ଅଶୁଭ କ୍ଷୟକାରୀ ହେ ଶୁଭଦାତା ଈଶ ପଶିଲି ମୁହିଁ ଶରଣ ଆହେ ବିଷ୍ଣୁଦେବ ଶରଣ ବସଳ ପ୍ରଭୁ ସକିୟ ସ୍ୱଭାବ ତୁମ୍ଭ ମାୟାରେ ମୋହିତ ହୋଇଛି ଶରୀର ପୁତ୍ର କଳତ୍ର ସତେ କି କରିବେ ନିସ୍ତାର ଅହଂଭାବ ମନ ମଧ୍ୟ ସର୍ବଦା ଧରିଣ ଆପଣଙ୍କୁ କଦାପି ନ କରଇ ସ୍ମରଣ ମୁହିଁ କରିଅଛଇ ଯେ ପରିଜନ ଅର୍ଥେ ଶୁଭାଶୁଭ କର୍ମ କରିଅଛି ଅଯଥାର୍ଥେ ତେଣୁ ମୁହିଁ ଏକୁଟିଆ ହେଉଛି ଦଗ୍ଧିତ ସେହି ଫଳ ସତେ ଗୁଣେ ହେଲା ପରାପତ ଯେବେ ଜୁନି ଦ୍ୱାରୁ ମୁହିଁ ହଇବି ମୁକତ ପାଦ ପଦ୍ମେ ସର୍ବଦା ହଇବି ଅନୁରକ୍ତ
तहिर उपाय मुही सर्वदा करिबी ଯେଉଁ प्रकारे मुक्तिर पथକୁ ଲଭିବି। ବିଷ୍ଠାମୂତ୍ର କୂପ ମଧ୍ୟରେ ପଡ଼ିଛି ଭୂଦେବ ଜଠର ଅନଳ ଦୟ କରୁଛି ମୋ ଜୀବ। ସ୍ୱଇଚ୍ଛା ମତରେ ଗର୍ଭ ବିବଶ ଦୁଃଖରୁ କଦାପି ଯାଇ ମୁହିଁ ନ ପାରିବି ଏଥିରୁ। ବିଶେଷରେ ଜ୍ଞାନ ଯେଉଁ ପରି ମତେ ପ୍ରାପ୍ତି ଦିଅ ଦୀନ ଦୟାଳୁ ହେ ହୋଇ ଅତି ତୃପ୍ତି। ତବ ପାଦ ପଦ୍ମରେ ପଶୁଛି ଶରଣ ଏହି ଉପକାର ମୋର ନୋହୁ ବିସ୍ମରଣ। ଇଚ୍ଛା ବଳେ ଚଳିବାକୁ ନାହିଁ ମୋ କର୍ତ୍ତବ୍ୟ କେବେ ହେଲେ ଗର୍ଭ ମୁକ୍ତି ନାହିଁ ମୋ ସମ୍ଭବ। ଯେଉଁ ପାପୁ ଜାତ ହୋଇଅଛି ଏ ଘଟଣା ତଥିପରେ ଦୁର୍ଗତି ଯେ ଅଛି ଅକଳନା। ତହିଁ ମଧ୍ୟରେ ଦୁଃସହ ଦୁଃଖରେ ପଡ଼ିଛି ଅବ୍ୟାକୁଳେ ଉଦ୍ଧାର ପ୍ରାର୍ଥନା କରୁଅଛି। ଯେତେ ଦିନ ଆତ୍ମା ମୋର ଥିବ ଏ ସଂସାରେ ତବ ପଦ ଆଶ୍ରୟକୁ ଘେନିଥିବ ଶିରେ। ଶ୍ରୀ ବିଷ୍ଣୁବାଚ ଏହିପରି 10 ମାସ ଅତୀତ ହୁଅନ୍ତେ ଋଷି ପ୍ରାୟ ସ୍ତବ କରଇ ସେ ଅନୁବ୍ରତେ। ବାକ୍ୟହୀନ ହୋଇ ଶବ୍ଦ ପ୍ରସୂତି ହେବାକୁ ସତୀ ମାରୁତି ବାୟୁ ଯେ ପ୍ରବେଶ ଗର୍ଭକୁ। ସେ ବାୟୁ ସ୍ପର୍ଶ ମାତ୍ରକେ ଅତି ବ୍ୟଗ୍ରତରେ ଆତୁରେ ଶବ୍ଦ କରଇ ଶ୍ୱାସ ନ ବାହାରେ। ଅତି କଷ୍ଟରେ ଦେହ ହୁଅଇ ବହିର୍ଗତ ଶ୍ୱାସ ନିରୁଦ୍ଧ ହୁଅଇ ନ ଥାଇ ତାର ଚେତ। ଲାଳମୂତ୍ର ହୀନ ସେ ପଡ଼ଇ ଭୂମିରେ ବିଷ୍ଠା ପରେ ଶୋଇଥାଇ ଅଚେଷ୍ଟା ଭାବରେ। ରୁଦନ କଲା ମାତ୍ରକେ ଗର୍ଭଗତ ଜ୍ଞାନ ବିପରୀତ ଭାବକୁ ଧରଇ ତାର ମନ। ଗର୍ଭ ମଧ୍ୟରେ ଥାଇ ଯେଉଁ ପରି କରେ ନିଷ୍ଠା ବ୍ୟାଧିଗ୍ରସ୍ତେ ମନକୁ ସେ କେତେ କରେ କାଷ୍ଠା। ଶବଦାହ ବେଳେ ମନ ହୁଏ ଯେହ୍ନେ ତୁଚ୍ଛ ପୁରାଣ ଚର୍ଚ୍ଚା ବେଳକୁ ସବୁ ଜାଣେ ମିଛ। ଏହିପରି ଚିତ୍ତ ଯେବେ ସର୍ବଦା ରୁହନ୍ତା ବନ୍ଧନ ଅବସ୍ଥା କେବେ କାହାକୁ ନୁହନ୍ତା। ଯେତେବେଳେ ଗର୍ଭ ମଧୁ ହୁଅନ୍ତି ବାହାର କର୍ମଭୋଗ ଆସି ନ ମିଳଇ ତଦନ୍ତର ବିଷ୍ଣୁ ମାୟା ତାହା ପରେ ହୁଅଇ ପ୍ରବେଶ ମୋହନ କରଇ ତାର ବଳ ପୌରୁଷ। ସେ ମାୟା ଅଙ୍ଗରେ ତାର ଯହୁଁ ହୁଏ ସ୍ପର୍ଶ କାହାରିକୁ କିଛି କେହୁ ନର୍କରେ ସମ୍ଭାସ। ବାଲ୍ୟକାଳେ ଆଦ୍ୟରେ ହୁଅଇ ଯେତେ ଦୁଃଖ ପରାଧୀନ ହୋଇ କରି ନଥାଏ ତା ସୁଖ। ଗର୍ଭଦଣ୍ଡରୁ ମୁକ୍ତ ହୁଏ ଯହୁଁ ଜୀବ ଶୈଶବ ଦୁଃଖ ତାହାର ହୁଅଇ ଉଦ୍ଭବ। ମନୁଗତ ଭାବ ତାର ନ ପଡ଼ଇ ଜଣା ଅପଣ୍ଡିତ ଜନ ମଧ୍ୟରେ ହୁଅଇ ପାଳନା। ବାଞ୍ଛିତ କଥା ତାହାର ନୁହଁଇ ପୂରଣ ଅବାଞ୍ଛିତ ଦ୍ରବ୍ୟ ଦିଅନ୍ତି ସେ ତତ୍କ୍ଷଣ। ଦୁଗ୍ଧପାନ କରଣେ ସେ କରଇ ରୁଦନ ବ୍ୟାଧି ନିମିତ୍ତ କରାନ୍ତି ଲିମ୍ବରସ ଦାନ। ଉଦର ବ୍ୟଥା ଯଦ୍ୟପି ହୁଅଇ ତାହାର କ୍ଷୁଧା କଲା ବୋଲି ନ ଦିଅନ୍ତି ସ୍ତନଧାର। ଅଶୁଚି ହୋଇ ନ ନିଦ୍ରା କରଇ ଶଯ୍ୟାରେ ମଶକ ଆଦି ଜନ୍ତୁ ଯେ କାଟନ୍ତି ଶରୀରେ। ଅଙ୍ଗକାଣ୍ଡ ନାଶନେ ସେ ନୁହଁଇ ସମର୍ଥ ଉଚିତ ଚେଷ୍ଟା ତାହାର ହୋଇଯାଏ ବ୍ୟର୍ଥ। କୋମଳ ଚର୍ମରେ ତାର କରନ୍ତି ଦଂଶନ ମଶକ ଛାର ପୋକ ଆଦି ଜୀବମାନ। ଗର୍ଭ ଥିଲା ବେଳେ
ଖେଳେ ଯେଉଁ ପରି କୃମିମାନେ, ତେମନ୍ତ ପ୍ରାୟ କଦଣ୍ଡ ପାଏ ଅନୁକ୍ଷଣେ। ରୁଦନ କରଇ ସେ ଯେ ହୋଇନ ଅଜ୍ଞାନ, କୃମିଜୀବ ପ୍ରାୟ କନ ଥାଏ ତାର ଜ୍ଞାନ। ଏହିପରି ବାଲ୍ୟକାଳେ ଭୋଗ କରି ଦୁଃଖ, ପୌଗଣ୍ଡ ସମୟ ତାର ହୁଅଇ ଉଲ୍ଲେଖ। ସେ ଅବସ୍ଥା ଦୁଃଖ ଶୁଣ ହେ ନାଗେଶ ଜାନ, ବିଦ୍ୟାଭ୍ୟାସେ ଗୁରୁଙ୍କୁ ମଣଇ ଶେଷ ମନ। ସେହି ଗତ ହୋଇଗଲେ ଯୌବନ ଆରମ୍ଭ, ଆସୁରି ମତେ ଧନ ଅର୍ଜଇ ମନେ ଦମ୍ଭ। ଦର୍ଭ ଅଭିମାନ ଆଦି ହୁଅଇ ମିଳିତ, କାମ ଲମ୍ପଟରେ ସଦା ହୁଅଇ ବ୍ୟସ୍ଥିତ। ଆମ୍ଭମାୟା ଅଂଶରେ ଯେ ଯୁବତୀ ସ୍ୱରୂପ, ତା କପଟ କଟାକ୍ଷରେ ହୁଅଇ ଲୋଲୁପ। ଅନେକ ସ୍ନେହ କରିଣ ଠକି ନିଏ ପ୍ରାଣ, ସେ ପ୍ରାଣକୁ ରଖଇ ରୌରବ ନର୍କେଣ। ଏହା ଶୁଣି ସୌନକ ସୁତଙ୍କୁ ପଚାରିଲେ, ଶରୀର ମଧ୍ୟରେ ପଞ୍ଚେନ୍ଦ୍ରିୟ ଜାତ ହେଲେ, ଏକ ଇନ୍ଦ୍ରିୟ ଦୋଷରେ ସର୍ବେ କି ପତିତ, କିବା ଏକେ ଏକେ ସର୍ବେ ହୁଅନ୍ତି ଦଣ୍ଡିତ। ତା ଶୁଣିନ ସୁତ ଦେବ ହୋଇନ ଆନନ୍ଦ, ଶୁଣି ମାହେ ଦେବ ତୁମେ ଆର୍ଯ୍ୟ ଋଷି ବୃନ୍ଦ। ଏକ ଇନ୍ଦ୍ରିୟ ଗୋଚରେ ସର୍ବେନ୍ଦ୍ରିୟ ଯାକ, ନଷ୍ଟ ହୋଇ ଯାନ୍ତି ତାହା ଶୁଣ ସୁବିବେକ। ଯୌବନାଗମରେ ମନ୍ଦ ବିଷये ଆସକ୍ତ, ନିଚ ଜନ ସଙ୍ଗତରେ ହୁଏ ଅନୁରକ୍ତ। ଶାସ୍ତ୍ର ସତ ପୁରୁଷ ମାନଙ୍କୁ କରେ ରୁଷ, ସର୍ବଦା ଶରୀରକୁ କରାଏ କାମ ବଶ। ବିଷ୍ଣୁ ମାୟା ସ୍ୱରୂପିଣୀ ନାରୀ ମୁଖ ଦେଖି, ଅଜିତେନ୍ଦ୍ରିୟ ପଣରେ ଆତ୍ମା କରେ ଦୁଃଖୀ। ଧନେ ଲୋଭ କରିନ ନାଶଇ ତାର ଅଙ୍ଗ, ଅଗ୍ନିକୁ ଦେଖି ନ ଜେନେ ପଡ଼ଇ ପତଙ୍ଗ। କୁରଙ୍ଗ ମାତଙ୍ଗ ପତଙ୍ଗ ଓ ଭୃଙ୍ଗ ମୀନ, ପଞ୍ଚ ଇନ୍ଦ୍ରିୟ ଅଟନ୍ତି ଏହାଙ୍କ ସମାନ। ଶବଦ ସ୍ପରଶ ରୂପ ରସ ଗନ୍ଧ ପଞ୍ଚ, ଇନ୍ଦ୍ରିୟ ଜୀବ ଗୁଣକୁ ଘେନି ଜନ୍ମେ ମଞ୍ଚ। ଶବ୍ଦ ଲୋଭୀ ମୃଗ ଓ ସ୍ପର୍ଶନ ଲୋଭୀ ହସ୍ତି, ରୂପ ଲୋଭୀ ପତଙ୍ଗ ଓ ଭୃଙ୍ଗ ଗନ୍ଧ ଗ୍ରସ୍ତି। ମୀନ ରସ ଲୋଭୀର ଅଟେ ଏ ପଞ୍ଚଗୁଣ, ଯୌବନ ଆଦ୍ୟରେ ଏହୁ ପଡ଼ନ୍ତି ଦେହେଣ। ନାରୀଠାରେ ଏ ଭାବରେ ଚିତ୍ତ ନିମଜ୍ଜାଇ, ନାଶ ହେଉଅଛି ଏ ଦୁର୍ଲଭ ଦେହ ପାଇ। ଏକେ ଏକେ ପ୍ରମାଦ ଅଟନ୍ତି ଏହି ପଞ୍ଚ, ଏକକୁ ସେବା କରେ ସର୍ବେ ହୁଅନ୍ତ ଘଞ୍ଚ। ଅବିବେକୀ ଯୁବକ ସେବିଲେ ହୁଏ ହତ, ଏହି ଆପଦରୁ ରଖି ପାରନ୍ତି ଅଚ୍ୟୁତ। ସେ ଅବସ୍ଥା ଦ୍ୱିତୀୟ ପ୍ରକାର କହୁଥାଇ, ବାଞ୍ଛିତକାରୀର ସୁଖ ଯେବେ ନ ଘଟଇ। ଅଜ୍ଞାନ ମଧ୍ୟରେ ଆବୃତ ହୁଅଇ ଶରୀର, ମୃତ୍ୟୁ ମୁଖରେ ଯାଇ ନ ପଡ଼ଇ ସତ୍ୱର। ବାଞ୍ଛିତାର୍ଥ ନ ପାଇ ନ ଶୋକାକୁଳେ ଦେହ, ସେ ଚିନ୍ତାରେ ଶରୀରଟି ହୁଅଇ ନିଗ୍ରହ। ଆତ୍ମାକୁ ଅହିତ ଅଟେ ଏହି କାମ ଭୋଗ, ଦୁର୍ଲଭ ଶରୀର ଅକାଳରେ କରେ ତ୍ୟାଗ। ଅନାଦରେ କାମିନୀ ହୁଅଇ ଯେବେ ରତ, ପ୍ରାଣପଣେ ତାକୁ ମାରିବାକୁ କରେ ଚିତ୍ତ।
ସେ ଯଦି ବଳିଷ୍ଠ ହୋଇ ଟପଇ ତାହାକୁ ନିରୁପଦ୍ରବେ ନାଶଇ ଯେ ତାର ଶରୀରକୁ ଯେଉଁପରି ମତ ଗଜ କରଣୀର ତୁଲେ କାମ ଈର୍ଷାରେ ନାଶଇ ଅନ୍ୟ ଗଜ ଥିଲେ ଏପରି ଯେ ବିଷୟ ଆସକ୍ତି ହୁଏ ଜୀବ ଅନେକ କଷ୍ଟ ପାଇ ନ ହୋଇଛି ମାନବ ବୃଥାଟାରେ ଜାଣି ନାଶ କରୁଅଛି ମୂଢ଼ ତାହାଠାରୁ ପାପିଷ୍ଠ ବଳିନ ନାହିଁ ଦୃଢ଼। ଦେଖ 84 ଲକ୍ଷ କୀଟାଦି ଶରୀର ନାନାଦି ରୂପ ଧରି ନ ଜନ୍ମିଲା ସଂସାର ଶରୀରରେ କଷ୍ଟ ମାନ କରି ଅନୁଭବ କର୍ମଭୂମିରେ ଜନ୍ମିଲା ହୋଇ ନ ମାନବ ଅତ୍ୟନ୍ତ ଦୁର୍ଲଭ ଦେହ ଲଭି ନର ଲୋକେ ଭଗବାନ ନାମକୁ ସେ ନ ଧଇଲା ମୁଖେ ସେହି ଦୁଷୁ ତାର ଦେହ ଅତି ଅପବିତ୍ର ଚାଣ୍ଡାଳ ଠାରୁ ହୀନ ଅଟଇ ତାର ଗାତ୍ର ଜିହ୍ୱା ଅଗ୍ରେ ବଶବର୍ତ୍ତୀ ହୁଏ ଯେଉଁ ନାମ ନ ଉଚ୍ଚାରି ବିଫଳ କରଇ ସବୁ କର୍ମ ଏପରି ନର ଦେହ ମାନଙ୍କ ଠାରେ ଶ୍ରେଷ୍ଠ ବ୍ରାହ୍ମଣ କୁଳରେ ଜନ୍ମ ଦେଲେ ସୁର ଶ୍ରେଷ୍ଠ ସେହି ଦେହକୁ ଧର୍ମରେ ନ ପାଳିଲେ ଜାଣି ଯୌବନ କାଳେ ଲମ୍ପଟ ବସେ ଲମ୍ବେ ପ୍ରାଣୀ ଏହିପରି ଅଧିକାର ଅଛି ସେ ଜନ୍ମରେ କରତଳେ ଅମୃତ କ୍ଷରଇ ସର୍ବଦାରେ ସେହି ଅମୃତ ପାନ ପାରିଲେ କରି ଦ୍ୱିଜ ଅମର ଅମରତ୍ୱରେ ହୋଇବ ନିରୁଜ ବିଷୟ ଆଳସ୍ୟରେ ନ କର ତାକୁ ପାନ ଉତ୍ତପନ ହୋଇ ହସ୍ତୁ ହୋଇ ପତନ ସେ ସମୟରେ ସମର୍ଥ ହସ୍ତ ପାଦମାନ ତପତୀର୍ଥ ନ ସେବିନ ହୁଏ ମହମାନ କ୍ଷୁଦ୍ର ବିଷୟରେ ଅଭିଳାଷୀ ହୋଇ ଯିବ ଅକାରଣେ ନାଶ ଯାଏ ଲଭଇ ପାର୍ଥିବ ଏହିପରି ଯୁବାବସ୍ଥା ହୋଇଗଲେ ଗତ ଜରା ଅବସ୍ଥା ଆସୀନ ହୁଏ ଉପଗତ ମହାବ୍ୟାଧି ତାହା ସଙ୍ଗେ ହୁଅଇ ମିଳିତ ପୁରଭସ୍ମକାରୀ ଏହୁ ଅଟନ୍ତି ଜଗତ ଏହି ଦୁହେଁ ଏକତ୍ରିତ ହୋଇଲେ ଶରୀରେ ମୃତ୍ୟୁକୁ ଆହ୍ୱାନ ସେ ଯେ କରନ୍ତି ସତ୍ୱରେ ମୃତ୍ୟୁ ଆସି ପ୍ରବେଶୀ ନ ଦିଅନ୍ତି ମହାଦୁଃଖ ପୂର୍ବ ପରାୟେ ନର୍କରେ ପଡ଼େ ଅଧୁମୁଖ ଯେଉଁପରି ପୂର୍ବ ଦେହ ଲଭିଥିଲେ ଦଣ୍ଡ ସେହିପରି ପୁନଶ୍ଚ ପଡ଼ଇ ତୁମ କୁଣ୍ଡ ଷଷ୍ଠ ଅଧ୍ୟାୟରେ ଉକ୍ତ ଜୀବ ଗତାଗତ ପାପୀକୁ କର୍ମର ଜୁରେ ବନ୍ଧନ ଯନ୍ତ୍ରିତ କଦାପି ସେହି ବନ୍ଧନେ ବିରକ୍ତ ନ ହୋଇ ଆମ୍ଭ ମାୟା ବଳରେ ସେ ଆନନ୍ଦ ମଣଇ ତୁମ୍ଭ ପ୍ରଶ୍ନ ମାନ କହିଲୁ ହେ ପକ୍ଷୀରାଜ ପାପୀମାନଙ୍କର ଗତି ନର୍କ ଯେହେଉଜ ଅନ୍ତ୍ୟକ୍ରିୟାହୀନ ମାନଙ୍କର ଯେଉଁ ଗତି ଏଥିରୁ ଜ୍ଞାତ ହୋଇବ ପକ୍ଷୀ କୁଳପତି ଆଉ କିଛି ଶୁଣିବାକୁ ଇଚ୍ଛା ଅଛି ମନେ ଥିଲେ ପ୍ରଶ୍ନ କର ତାହା କହିବା ବିଧାନେ ମୁକ୍ତ କଣ୍ଠେ ସ୍ୱୀକାର କରେ ଘନଶ୍ୟାମ ଉକ୍ତ ଦଣ୍ଡରୁ ଉଦ୍ଧରିବାକୁ ସକ୍ଷମ ସେହି ପଦ ଆଶ୍ରୟରେ ଚିତ୍ତ କର ଦୃଢ଼ ସମଦଣ୍ଡ କର୍ତ୍ତନେ ହୋଇବ ଯମଦାଢ଼ ଷଷ୍ଠାଷ୍ଟମ ଭୁବନ ମଧ୍ୟରେ ମୁହିଁ ଶିଖା ଉଗ୍ରପାପୀ ମାନଙ୍କୁ ନ କରେ ମୁହିଁ ଲେଖା
एहीपरि गरीबकु ध्रुवे कर पार स्वार्थे कहु नाही मु तुम्बरी उपकार बहुकालरु प्रसिद्ध कृपा नवपद विपर्जय हईबटी कले हेलास्पद षष्ठ अध्याय अर्थ जे हईला संपूर्ण पाठक विप्रंकु देव जब तिलदान इति श्री गरुड़ पुराणे सारुद्धारे पापी जन्मादि दुख निरूपणे नाम षष्ठ अध्याय।